ନମସ୍କାର। ଆଉ ଥରେ ମୁଁ ଆପଣ ମାନଙ୍କୁ ଆମ ଓଡ଼ିଆ ସାବସ୍କୁର ପାଠରେ ସ୍ୱାଗତ କରୁଅଛେ। ଆଜି ସୋମବାର 29 ତାରିଖ 9 ସେପ୍ଟେମ୍ବର 9 2025। ଆଜି ଆମେ ଏକ ବିଶେଷ ପାଠ ଧ୍ୟାନ କରିବାକୁ ଯାଉଛୁ। ଏଠି ଆମେ ଦେଖୁଛୁ କ୍ରସ୍, ଟେକ୍, ଡିଭାଇଡ। ସର୍ ମାନେ ପାର ହୁଅ, ଭାଗ କର ବା ଟେକ୍ ବା ନିଅ, ବାଣ୍ଟି ଦିଅ ବା ଭାଗ କର, ଆଉ ସେବା କର। ଆଜି ଆମେ ପରମେଶ୍ୱର ଜିହୋଶୁଆଙ୍କୁ କହନ୍ତି କି ତୁମେ ପାର ହୁଅ। ପାର ହେଲା ପରେ ସେହି ଜାଗାକୁ ତୁମେ ନେଇଯାଅ। ଆଉ ଯେବେ ନେବ ସେ ଜାଗାକୁ ଇସ୍ରାଏଲ ପ୍ରଜାମାନଙ୍କ ମଧ୍ୟରେ ତାହା ବାଣ୍ଟି ଦିଅ ବା ଭାଗ କରିଦିଅ। ତାପରେ ସେବାରେ ଲାଗିଯାଅ। ଏହି ଯୋଉ ଚାରିଟା ପଦ ପରେ ଆମେ ଆଜି ଶିଖିବା ବା ଧ୍ୟାନ କରିବା। ବନ୍ଧୁ, ଯେପରିକି ଆମେ ଜିହୋଶୁଆଙ୍କ ଦ୍ୱାରା ଯାହା ପରମେଶ୍ୱରଙ୍କୁ ଏକ ଶିକ୍ଷା ଦେଇଥିଲେ, ତାଙ୍କ ଶିକ୍ଷା ଦ୍ୱାରା ତାଙ୍କ ଜୀବନ ଦ୍ୱାରା ଆମେ ଯେପରି ଶିକ୍ଷା ପାଇପାରିବା ତାହା ବିଷୟରେ ଆମେ ଶିକ୍ଷା କରୁଛୁ। ଆମେ ଗତକାଲି ଜଣେ ନୂତନ ମୂଷା ଦେଖିଲୁ ରବିବାର ଦିନରେ। ଆଉ ଆଜି ହଉଛି ସୋମବାର ସେପ୍ଟେମ୍ବର 29 ତାରିଖ। ଆଉ ପାର ହୁଅ, ନିଅ, ବାଣ୍ଟି ଦିଅ ଆଉ ସେବା କର। ପାର ହୁଅ, ନିଅ, ଭାଗ କର ଆଉ ସେବା କର। ବନ୍ଧୁ, ବିଶେଷ ଭାବରେ ଯଦି ଆମେ ଜିହୋଶୟ 1 ପର୍ବ ପଢ଼ିବା, ଏହି ପ୍ରାରମ୍ଭିକ ଅଧ୍ୟାୟରୁ ଆମେ ପୁସ୍ତକ ଗଠନ ବିଷୟରେ କଣ ଶିକ୍ଷା କରୁଛୁ ତାହା ବିଷୟରେ ଆମେ ଦେଖିବା। ବନ୍ଧୁ, ପ୍ରଥମ ଅଧ୍ୟାୟ ସମ୍ପୂର୍ଣ୍ଣ ପୁସ୍ତକରେ ପରିଚୟ ଭାବରେ କାର୍ଯ୍ୟ କରେ। ଏଥିରେ 4ଟି ଭାଷଣ ଅଛି, ଯାହା ପୁସ୍ତକରେ 4ଟି ମୁଖ୍ୟ ବିଭାଗ ସହିତ ମେଳ ଖାଏ। 1. ପାର ହେବା, ଯାହା ଆମେ ଜିହୋଶୟ 1 2 ଠୁ 9 ପର୍ଯ୍ୟନ୍ତ ଦେଖିବା। 2. ନିଅ, ବିଜୟୀ ହେବା। ଯେବେ ଆମେ ବିଜୟୀ ହେବା, ତେବେ ବିଜୟୀ ହେଲା ପରେ ହିଁ ସେଇ ଜାଗାକୁ ଆମେ ଆମ ନିୟନ୍ତ୍ରଣରେ ରଖିପାରିବା, ଯାହା ଆମେ ଜିହୋଶୟ 1 10 ଠୁ 11 ପାଉଛୁ। ଶେଷରେ ବିଭାଜନ କରିବା ବା ବାଣ୍ଟିବା, ଜିହୋଶୟ 1 12 ଠୁ 15। ଆଉ ପରିଶେଷରେ ଆମେ ଦେଖୁଛୁ ବନ୍ଧୁ, ଆମେ କିପରି ବ୍ୟବସ୍ଥା ପାଳନ କରିବା ଉଚିତ, ଯାହା ଆମେ ଜିହୋଶୟ 1 16 ଠୁ 18 ପର୍ଯ୍ୟନ୍ତ ପାଉଛୁ। ବନ୍ଧୁ, ଯଦିଓ ଜିହୋଶୁଆଙ୍କ ପୁସ୍ତକକୁ ଈଶ୍ୱରୀୟ ପଦପେକ୍ଷ ପର ଏକ ଶୃଙ୍ଖଳ ଭାବରେ ଦେଖାଯାଇପାରେ। ବନ୍ଧୁ, ପ୍ରତ୍ୟେକ ପଦପକ୍ଷରେ ପରମେଶ୍ୱରଙ୍କ ଜିହୋଶୁଆଙ୍କୁ କିନାନ ବିଜୟ ସହିତ ଜଡ଼ିତ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଦିଅନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟ ସଫଳ ଭାବରେ ସମାପ୍ତ ହେବା ପରେ ପୁସ୍ତକରେ ପରେ ସ୍ୱୀକାର କରାଯାଇଅଛି। ବନ୍ଧୁ, ଶେଷରେ ଭୂମି ଦଖଲ ସମ୍ପର୍କରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ ହେବ, ଯେଉଁ ପ୍ରତିଜ୍ଞା ଅବ୍ରାହମ, ଇସାକ ଆଉ ଯାକୋବକୁ କରିଥିଲେ। ଆଉ ଯେବେ ସେହି ଦେଶ, ସେହି ଭୂମି ଯେବେ ଇସ୍ରାଏଲ ପ୍ରଜାମାନେ ଦଖଲ କରିବେ,
ଆଉ ସେତେବେଳେ ପରମେଶ୍ୱରଙ୍କ ପ୍ରତିଜ୍ଞା ସଫଳ ହେବ। ସେ ହେବାଠାରୁ ଭୂମି ରଖିବାର ଦାୟିତ୍ୱ ଇସ୍ରାଏଲ ମାନଙ୍କ ହାତରେ ଦିଆଗଲା। ମାନେ ଯାହା ଆମେ ଦେଖିଲୁ, ପାର ହୁଅ, ନିଅ, ବାଣ୍ଟ ଆଉ ସେବା କର। ଯେବେ ସେମାନେ ପାର କଲେ ଆଉ ଭୂମିକୁ ଦଖଲ କଲେ, ଆଉ ଯହୋଶୁଆଙ୍କର ଏକ ଦାୟିତ୍ୱ ଥିଲା କି ଇସ୍ରାଏଲ ମାନଙ୍କ ହାତରେ ତାହା ବାଣ୍ଟା ଯିବ। ଏବଂ ଏହା କେବଳ ସତ୍ୟ ବିଶ୍ୱାସ ଏବଂ ଏପରି ବିଶ୍ୱାସ ସର୍ବଦା ସୃଷ୍ଟି କରିଥିବା ଆଜ୍ଞାବହତା ଦ୍ୱାରା ସମ୍ପାଦିତ ହୋଇପାରିବ। ବନ୍ଧୁ, ପରମେଶ୍ୱରଙ୍କ ପଦପେକ୍ଷ ଯାହା ଆମେ ଦେଖୁଅଛୁ, ଯେଉଁ ପଦପେକ୍ଷ ପରମେଶ୍ୱର ନେଇଥିଲେ, ପାର ହୁଅ, ନିଅ, ତାହା ହେଉଛି ନେବା, ଏକ ବ୍ୟକ୍ତିଗତ କରିବା ଦ୍ୱାରା ପରମେଶ୍ୱର ଆପଣା କଥା ପ୍ରକାଶିତ କରନ୍ତି। ଲୋକଙ୍କ ଆଜ୍ଞାବହତାରେ ଏକ ଉପଯୁକ୍ତ ଉତ୍ତର ପାଏ, ଯାହା ଶେଷ ପଦପକ୍ଷରେ ସେବାରୁ ଉତ୍ପନ୍ନ ହୁଏ। ବନ୍ଧୁ, ପୁନଶ୍ଚ ଯହୋଶୁଆଙ୍କ ପୁସ୍ତକରେ 4ଟି ପ୍ରମୁଖ ବିଭାଗ ଅଛି, ଯାହା ମୁଁ କହିସାରିଛି। ପ୍ରତ୍ୟେକଟି ଏକ ହିବ୍ରୁ ଶବ୍ଦର ପ୍ରଭାବଶାଳୀ ଉପସ୍ଥାପିତ ମାଧ୍ୟମରେ ପ୍ରକାଶିତ ପାଇଛି, ଏକ ନିର୍ଦ୍ଦିଷ୍ଟ ଧାରଣା ଦ୍ୱାରା ବର୍ଣ୍ଣିତ ହୋଇଅଛି, ଯାହା ଆମେ ଦେଖିସାରିଛୁ। ପ୍ରଥମ ପୁସ୍ତକ, ଯହୋଶୁଆଙ୍କ ପ୍ରଥମ ପୁସ୍ତକ ଆମେ ଦେଖୁଛୁ, ଆଉ ଯାହା ଆମେ ପ୍ରଥମରେ ଦେଖୁଛୁ ଯହୋଶୁଆ 1 ପର୍ବ 1-5 ଆଉ 12 ପଦ। ସେଠି ଆମେ ଦେଖୁଛୁ କିପରି ଇସ୍ରାଏଲ ପ୍ରଜାମାନେ ସେ ଯୋଉ ସୀମାଠୁ ଯଦନ ପାର କରନ୍ତି। ଦ୍ୱିତୀୟରେ ଆମେ ଦେଖୁଛୁ କିପରି ଇସ୍ରାଏଲ ପ୍ରଜାମାନେ ସେହି ଦେଶକୁ ଦଖଲ କରନ୍ତି ବା ଆକ୍ରମଣ କରନ୍ତି, ନିଜ ନିୟନ୍ତ୍ରିତ କରନ୍ତି, ଯାହା ଯହୋଶୁଆ 5:13-12-24 ପାଉଛୁ। ତାପରେ ଆମେ ଦେଖୁଛୁ କିପରି ଯହୋଶୁଆ ସେହି ଯୋଉ ଜମି ଗୁଡାକ, ଭୂମି ଗୁଡାକ ଇସ୍ରାଏଲ ପ୍ରଜାମାନଙ୍କ ମଧ୍ୟରେ ବାଣ୍ଟି ଥିଲେ ବା ଭାଗ କରୁଥିଲେ। ଆଉ ସେ ସବୁ ଆମେ ପାଉଛୁ ଯହୋଶୁଆ 13:1-21 ଆଉ 45। ଆଉ ପରିଶେଷରେ ମୋଶା ଯେପରି ସେବା କରିଥିଲେ ଇସ୍ରାଏଲ ପ୍ରଜାମାନଙ୍କୁ, ସେହିପରି ସେବାର କାର୍ଯ୍ୟ ଆମେ ଦେଖୁଛୁ ଯହୋଶୁଆ 22:1-24 ଆଉ 33। ତେଣୁ ପୁସ୍ତକରେ ଗଠନ ନିଜେ ଏହାର ମୁଖ୍ୟ ବାର୍ତ୍ତା ପ୍ରଦାନ କରେ। ପରମେଶ୍ୱରଙ୍କ ପଦପେକ୍ଷ ଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମ୍ମାନ ହୁଏ ନାହିଁ, ବରଂ ଏଥିପାଇଁ ତାଙ୍କ ଲୋକଙ୍କ ବିଶ୍ୱସ୍ତ ପ୍ରତିକ୍ରିୟା ଆବଶ୍ୟକତା ପଡୁଛି। ଅର୍ଥାତ୍ ବନ୍ଧୁ, ପରମେଶ୍ୱର ଆମ ପାଇଁ ଯାହା କରିଅଛନ୍ତି, ସେ ସବୁ ସହିତ ଯାହା ସେ ଆମ ପାଇଁ କରିଛନ୍ତି, ଯାହା ଆମେ ନିଜ ପାଇଁ କରିପାରିବୁ ନାହିଁ। ମନେ ରଖନ୍ତୁ, କେବେ ହେଲେ ଆମ ନିଜ ପାଇଁ କେବେ ହେଲେ ଆମେ କରିପାରିବୁ ନାହିଁ, ଯଦି ଈଶ୍ୱରଙ୍କ ପଦପେକ୍ଷ ନଥିବ। ତାପରେ ଆମକୁ ଆମ ନିଜ ପାଇଁ ଯାହା କରିବା ତାହା କରିବାକୁ ଡକାଯାଇଅଛି, ଆହ୍ୱାନ କରାଯାଇଛି। ଯାହା ହେଉଛି ପରମେଶ୍ୱର ଆମକୁ ଯାହା କହିବାକୁ ଆଦେଶ ଦିଅନ୍ତି, ତାହା ଆମେ ପାଳନ କରିବାକୁ ପଡ଼ିବ। ପାଳନ କରିଲେ ତେବେ ଆମେ ସଫଳତା ହେବା। ଏହା ସର୍ବଦା ପବିତ୍ର ଇତିହାସରେ ରହିଆସିଛି ବନ୍ଧୁ, ଏବଂ ଆଜି ମଧ୍ୟ ସେହିପରି ରହିଛି। ଉଦାହରଣ ସ୍ୱରୂପ ଯଦି ପ୍ରକାଶିତ 14:12 ଦେଖିବା, ପରମେଶ୍ୱରଙ୍କ ଶେଷ ସମୟର ଲୋକଙ୍କ ଚରିତ୍ର
ଚିତ୍ରଣ ସମାନ ଧାରଣା ପ୍ରଦାନ କରେ। ପରମେଶ୍ୱର ଆମ ପାଇଁ ଯାହା କରିଛନ୍ତି ସେଥିରେ ବିଶ୍ୱାସ ଯାହା ଆଜ୍ଞା ପାଳନକୁ ନେଇଥାଏ। ବିଶ୍ୱାସ ଯାହା ଆଜ୍ଞା ପାଳନକୁ ନେଇଥାଏ। ଏଥି କାରଣରୁ ବନ୍ଧୁ ଆମେ ନିଜକୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରିବା, ଆଉ ଯେଉଁ କଥା ପରମେଶ୍ୱର ଆମମାନଙ୍କୁ କହିଛନ୍ତି ସେଇ କଥା ଆମେ ମାନି ଚାଲିବା। ପ୍ରଭୁଙ୍କ ସେବା ପାଇଁ ପ୍ରତ୍ୟେକ ପୂର୍ଣ୍ଣ ହୃଦୟ ଆନ୍ତରିକ ବଳିଦାନ ଦ୍ୱାରା ଆମ ଶକ୍ତି ବୃଦ୍ଧି ପାଇବ। ବନ୍ଧୁ ଯେତେବେଳେ ଆମେ ପବିତ୍ର ଆତ୍ମଙ୍କ କାର୍ଯ୍ୟ ପାଇଁ ନିଜକୁ ଉପକରଣ ଭାବରେ ସମର୍ପିତ ହେଉଅଛୁ, ସେତେବେଳେ ଈଶ୍ୱରଙ୍କ ଅନୁଗ୍ରହ ଆମ ଭିତରେ ପୂରଣ ହେବ। ପ୍ରଭୃତିକୁ ପ୍ରତ୍ୟାଖ୍ୟାନ କରିବା, ଶକ୍ତିଶାଳୀ ପ୍ରଭୃତିକୁ ଦୂର କରିବା ଏବଂ ନୂତନ ଅଭ୍ୟାସ ଗଠନ କରିବା ପାଇଁ କାର୍ଯ୍ୟ କରେ। ବନ୍ଧୁ ଯେତେବେଳେ ଆମେ ଆତ୍ମାଙ୍କ ପ୍ରେରଣାକୁ ଆଦର ଏବଂ ପାଳନ କରୁ, ଆମର ହୃଦୟ ତାଙ୍କ ଶକ୍ତିକୁ ଅଧିକରୁ ଅଧିକ ଗ୍ରହଣ କରିବ ବନ୍ଧୁ, ଏବଂ ଅଧିକରୁ ଅଧିକ ଭଲ କାମ କରିବା ପାଇଁ ବିସ୍ତାରିତ ହୋଇପାରିବ। ଈଶ୍ୱରଙ୍କ ଆହ୍ୱାନକୁ ଆଜ୍ଞାବଦ୍ଧ ଭାବରେ ପ୍ରତିକ୍ରିୟା କରିଥିବା ନମ୍ର କର୍ମୀ ଈଶ୍ୱରୀୟ ସହାୟତା ପାଇଁ ନିଶ୍ଚିତ ହୋଇପାରେ। ବନ୍ଧୁ ଏତେ ମହାନ ଏବଂ ପବିତ୍ର ଦାୟିତ୍ୱ ଗ୍ରହଣ କରିବା ନିଜେ ଚରିତ୍ରକୁ ଉଚ୍ଚ କରିବା ବନ୍ଧୁ ଉଚ୍ଚ କରିଥାଏ। ଏହା ସର୍ବୋଚ୍ଚ ମାନସିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ କାର୍ଯ୍ୟରେ ଆହ୍ୱାନ କରେ ବନ୍ଧୁ, ଏବଂ ମନ ଏବଂ ହୃଦୟକୁ ଶକ୍ତିଶାଳୀ କରେ ବନ୍ଧୁ, ଏବଂ ଯୁଦ୍ଧ କରେ। ଈଶ୍ୱରଙ୍କ ଶକ୍ତି ଆମମାନଙ୍କୁ ସାହାଯ୍ୟ କରେ। ଈଶ୍ୱରଙ୍କର ଶକ୍ତି ବିଶ୍ୱାସ ଦ୍ୱାରା ଏହା ଆଶ୍ଚର୍ଯ୍ୟଜନକ ଯେ ଜଣେ ଦୁର୍ବଳ ବ୍ୟକ୍ତି କେତେ ଶକ୍ତିଶାଳୀ ହୋଇପାରିବ ପାରନ୍ତି ତାଙ୍କର ପ୍ରୟାସ କରି କିପରି ସ୍ଥିର ହୁଏ, କେତେ ମହାନ ଫଳାଫଳ ମିଳିଥାଏ। ଯିଏ ଅଳ୍ପ ଜ୍ଞାନ ସହିତ ନମ୍ର ଭାବରେ ଆରମ୍ଭ କରନ୍ତି ବନ୍ଧୁ, ଏବଂ ଯାହା ଜାଣନ୍ତି ତାହା କୁହନ୍ତି, ଅଧିକ ଜ୍ଞାନ ପାଇଁ ପରିଶ୍ରମ କରି ଖୋଜିବା ସମୟରେ ସେ ତାଙ୍କ ଦାବି ଅପେକ୍ଷାରେ ଥିବା ସମଗ୍ର ସ୍ୱର୍ଗୀୟ ଭଣ୍ଡାର ପାଇବେ। ବନ୍ଧୁ ସେ ଯେତେ ଅଧିକ ଆଲୋକ ପ୍ରଦାନ କରିବାକୁ ଚେଷ୍ଟା କରନ୍ତି, ସେ ସେତେ ଅଧିକ ଆଲୋକ ପାଇବ। ବନ୍ଧୁ ଆତ୍ମା ପ୍ରତି ପ୍ରେମ ସହିତ ଈଶ୍ୱରଙ୍କ ବାକ୍ୟକୁ ଯେତେ ଅଧିକ ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା ଆମେ କରୁ ବନ୍ଧୁ, ତାହା ନିଜ ପାଇଁ ଯେତେ କଷ୍ଟ ହୋଇପାରେ। ଆମେ ଯେତେ ଅଧିକ ଆମର ଜ୍ଞାନ ବ୍ୟବହାର କରି ଆମର ଶକ୍ତି ବ୍ୟବହାର କରୁ, ଆମର ଜ୍ଞାନ ଏବଂ ଶକ୍ତି ସତେ ଅଧିକ ହେବ। ବନ୍ଧୁ ବନ୍ଧୁ ଖ୍ରୀଷ୍ଟଙ୍କ ପାଇଁ କରାଯାଇଥିବା ପ୍ରତ୍ୟେକ ପ୍ରୟାସ ଆମ ଉପରେ ଆଶୀର୍ବାଦ ହୋଇଥାଏ। ବନ୍ଧୁ ଯଦି ଆମେ ତାଙ୍କ ମହିମା ପାଇଁ ଆମର ସାଧନ ବ୍ୟବହାର କରୁ, ତେବେ ସେ ଆମକୁ ଅଧିକ ଦେବେ। ବନ୍ଧୁ ସେତେବେଳେ ଆମେ ଆମର ପ୍ରାର୍ଥନାରେ ଆତ୍ମାରେ ଭାର ବହନ କରି ଅନ୍ୟମାନଙ୍କୁ କୃଷ୍ଣଙ୍କ ପାଖକୁ ଜିତାଇବାକୁ ଚେଷ୍ଟା କରିଥାଉ। ବନ୍ଧୁ ସେତେବେଳେ ଆମର ନିଜ ହୃଦୟ ଈଶ୍ୱରଙ୍କ ଅନୁଗ୍ରହରେ ତ୍ୱରାନ୍ୱିତ ପ୍ରଭାବରେ ସ୍ପନ୍ଦିତ ହେବ। ଆମର ନିଜସ୍ୱ ପ୍ରେମ ଅଧିକ ଦିବ୍ୟ ଉତ୍ସାହରେ ଜଳସିବ। ଆମର ସମଗ୍ର ଖ୍ରୀଷ୍ଟୀୟ ଜୀବନ ବାସ୍ତବତାରେ ଅଧିକ ଆଗ୍ରହୀ, ଅଧିକ ପ୍ରାର୍ଥନା ପୂର୍ଣ୍ଣ ହେବ। ହୃଦୟର ଈଶ୍ୱରଙ୍କୁ ଜାଣିବାର କ୍ଷମତା ଅନୁସାରେ ସ୍ୱର୍ଗରେ ମନୁଷ୍ୟର ମୂଲ୍ୟ ଆଲୋକନ କରାଯାଏ ବନ୍ଧୁ, ଆକଳନ କରାଯାଏ। ବନ୍ଧୁ ଏହି ଜ୍ଞାନ ହେଉଛି ସେହି ଝରଣା ଯାହାର ସମସ୍ତ ମୁକ୍ତି ପ୍ରବାହିତ ହୁଏ। ବନ୍ଧୁ ଈଶ୍ୱର ମଣିଷକୁ ସୃଷ୍ଟି କରନ୍ତି ଯେ ପ୍ରତ୍ୟେକ ଦକ୍ଷତା ଦିବ୍ୟ ମନର କ୍ଷମତା ହୋଇପାରିବ, ଏବଂ ସେ ସର୍ବଦା ମାନବ ମନକୁ ଦିବ୍ୟ ସହିତ ସଂଯୁକ୍ତ
କରିବାକୁ ଚେଷ୍ଟା କରନ୍ତି ବନ୍ଧୁ। ବନ୍ଧୁ ସେ ଆମକୁ ଜଗତକୁ ତାଙ୍କ ଅନୁଗ୍ରହ ପ୍ରକାଶ କରିବାରେ ଖ୍ରୀଷ୍ଟଙ୍କ ସହିତ ସହଯୋଗ କରିବାର ସୁଯୋଗ ପ୍ରଦାନ କରନ୍ତି ବନ୍ଧୁ, ଯାହା ଦ୍ୱାରା ଆମେ ସ୍ୱର୍ଗୀୟ ଜିନିଷ ଗୁଡ଼ିକର ବର୍ଦ୍ଧିତ ଜ୍ଞାନ ପାଇପାରିବୁ। ତାହେଲେ ବନ୍ଧୁ ଆପଣମାନେ ସେଇ ଯୋଉ ସ୍ୱର୍ଗୀୟ ଜ୍ଞାନ ଯାହା ଯହୋଶୁଆଙ୍କୁ ପ୍ରଦାନ କରାଯାଇଥିଲା ଆଉ ଆଦେଶ ଦିଆଯାଇଥିଲା, ଆମେ ସେହିପରି କରିବା ପାଇଁ ଇଚ୍ଛୁକ କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ଯେବେ ଯୀଶୁ ଖ୍ରୀଷ୍ଟ ଆପଣା ସାଧୁମାନଙ୍କୁ ନେବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।